ସେହିପରି ଉଚ୍ଛ୍ୱାସର ଉତ୍ତରା ହୃଦୟ ଚଟାଣରେ ପିଟି ହେଲେ କାହାଣୀ ଭିତରେ ଅଜାଣି ଦିଅନ୍ତି ସମ୍ବେଦନାର କୈବଲ୍ୟ। ଏଇଥିପାଇଁ ତ ଆପଣ ନୀଡ଼ଟିଏ ରଚିଛନ୍ତି ଗପର ଗୋପନଗରୀରେ, ଯେଉଁଠି ମହମହ ବାସୁଥାଇ ଅସୁଜଳା ପୃଥିବୀ ପାଇଁ ସୁବାର୍ତ୍ତାର ଚନ୍ଦନ କସ୍ତୁରୀ। ନିଃସଙ୍ଗତାର ସ୍ୱର ହେଉ ବା କୋମଳ ଗାନ୍ଧାର, ପାରାଡାଇସ୍ ପକ୍ଷୀ ଓ ଜଣେ ନିରସ୍ତ୍ର ଆତତାୟୀ, ଆଜି ରାତିର ଗଳ୍ପ, ଜହ୍ନରାତିର ଗପ ସରିନାହିଁ, ଅବାଲୁବ୍ଧକର ରାତି, ରଜନୀଗନ୍ଧା ଓ ସକାଳର ମାନଚିତ୍ର। ନିଜର ପ୍ରତିଟି ସଂକଳନର ଗପଗୁଡ଼ିକରେ ଆପଣ ବୁଣିଛନ୍ତି ନିରାଶାର ଅମାବାସ୍ୟା, ଅନ୍ଧାରରେ ମୁଠାଏ ଜହ୍ନ ଆଲୁଅ ଆଉ ଆଶାର ଆଞ୍ଜୁଳାଏ ମଧୁମଳୟ। ରଖିଛନ୍ତି ଆପଣ ଦରଦ ଆଚ୍ଛାଦିତ ବିଶ୍ୱାସ, ଦିନେ ନା ଦିନେ ଭଲ ଦିନର କୁରୁକୁରୁ ବାସ୍ନାର ଫରୁଆ ପିଟେଇ ହୋଇଯିବ, ଯାହାକୁ ସ୍ୱାଗତ କରିବ ମୁଲାୟମ ଡେଣା ଝରୁଥିବା ଭୋର ଚଢ଼େଇ। ଅନ୍ତରଙ୍ଗ ଜୀବନାନୁଭୂତି, ସମ୍ବେଦନଶୀଳ ମାର୍ମିକ ଅଭିବ୍ୟକ୍ତି ଓ ବିଦଗ୍ଧ ରସଚେତନାରେ ଉଜ୍ଜ୍ୱଳ ଏବଂ ଭାସ୍ୱର ଆପଣଙ୍କର ପ୍ରତିଟି ଗଳ୍ପ। ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଅବଦାନ ସର୍ବଜନ ସ୍ୱୀକୃତ। ଗୋପବନ୍ଧୁଙ୍କ ସତ୍ୟବାଦୀର ନବମ ବାର୍ଷିକ ସମାରୋହରେ ଆମେ ଆପଣଙ୍କୁ ସତ୍ୟବାଦୀ ସାରସ୍ୱତ ସମ୍ମାନ ପ୍ରଦାନ କରି ନିଜକୁ ଗୌରବାନ୍ୱିତ ମନେ କରିବା ସହ ଆପଣଙ୍କର ଦୀର୍ଘ ନିରାମୟ ଓ ସଦା ଚଳଚଞ୍ଚଳ ଜୀବନ କାମନା କରୁଛୁ। माननीय श्रीयुक्त तरुणकांति मिश्र महोदय को अनेक अनेक अभिनंदन सहित सुदीर्घ चलचंचल जीवन महाप्रभु निकट प्रार्थना। या स्वतंत्र संबर्धना जो माने